ନା ସେମିତି ତ କିଛି ମାନେ ମୁଁ ତ ମାନେ ଜାଣିପାରେନି, କିନ୍ତୁ ମୁଁ ଏତିକି ଚେଷ୍ଟା କରେ ଯେହେତୁ ମ୍ୟୁଜିକ୍ ଡିରେକ୍ଟର ଯେଉଁ ଗୀତ କମ୍ପୋଜ କରିଛନ୍ତି ତାଙ୍କର ଇମୋସନ୍ ଆକ୍ଚୁଆଲି ଆମେ ତାଙ୍କର ଇମୋସନ୍କୁ ହିଁ କ୍ୟାରି କରୁ ଆମ ଭଏସ୍ ମାଧ୍ୟମରେ। ତ ମୁଁ ସବୁବେଳେ ଚେଷ୍ଟା କରେ କେମିତି ମ୍ୟୁଜିକ୍ ଡିରେକ୍ଟର ଯେତିକି ମୋଠୁ ଏକ୍ସପେକ୍ଟ କରୁଛନ୍ତି ମୁଁ ସେତିକି କରିପାରେ, ସେତିକି ମୁଁ ଚେଷ୍ଟା କରେ ଗୀତ ଗାଇବା। ଦେଖନ୍ତୁ ସେଥିରେ ମୋର କିଛି ସତ କହିବାକୁ ଗଲେ ମୋର କିଛି ହାତ ନାହିଁ। ଯେଉଁମାନେ ବି ଭଜନ ସହିତ ନିଜକୁ କନେକ୍ଟ କରିପାରୁଛନ୍ତି ମୋତେ ଲାଗେ ତାଙ୍କ ଉପରେ ମହାପ୍ରଭୁଙ୍କର ସେତିକି କୃପା ଅଛି, ସେଥିପାଇଁ ସେମାନେ ମହାପ୍ରଭୁଙ୍କ ଭଜନ ସହିତ ନିଜକୁ ଏତେ କନେକ୍ଟ କରିପାରୁଛନ୍ତି। ବିଶେଷ କରି ଗୀତଟା ବହୁତ ସୁନ୍ଦର ହେଇଛି, ବହୁତ ସୁନ୍ଦର ଗୋଟେ ଇମୋସନାଲ୍ ଗୀତ। ଏବଂ ଯଦି ଗୀତଟି ସେତେ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚୁଛି ତାହେଲେ ଲୋକମାନଙ୍କୁ ନିଶ୍ଚୟ ଭାବରେ ଗୀତଟି ଭଲ ଲାଗେ। ଗୀତଟା ଆକ୍ଚୁଆଲି ବହୁତ ସୁନ୍ଦର ଗୀତ, ବର୍ଷେରୁ ଉର୍ଦ୍ଧ୍ୱ ହବଣି ଗୀତଟିକୁ ନେଇକି ପ୍ରଡକ୍ସନ୍ ଟିମ୍ ଯେ ପ୍ଲାନ୍ କରୁଛନ୍ତି। ଆଉ ମୁଁ ବି ଗୀତ ଶୁଣିବା ହେଇଯିବ 6-7 ମାସ ପାଖାପାଖି ହେଇଯିବ। ଆଉ ଯେମିତି ସବୁ ଜିନିଷ ଗୋଟେ ସମୟ ଥାଏ, ସମୟ ପୂର୍ବରୁ କିଛି ହବା ସମ୍ଭବ ନୁହେଁ, ଏମିତି ବିଳମ୍ବରେ ହଉ ପଛେ କିନ୍ତୁ ଆଜି ହେଲା ସକ୍ସେସଫୁଲି, ସେଥିପାଇଁ ବହୁତ ଖୁସି ଲାଗୁଛି। ଏବଂ ଗୀତଟି ଆସିଲା ପରେ ସମସ୍ତଙ୍କୁ ସେତିକି ଛୁଇଁବ ବୋଲି ମଧ୍ୟ ମୋର ଆଶା। ନା ସେମିତି ସମସ୍ତେ ଗାଉଛନ୍ତି ଆଜ୍ଞା ଜଗନ୍ନାଥଙ୍କ ଭଜନ। ଆଉ ଆପଣଙ୍କୁ ଏକଳା ଦିଅ ଗାଇବା ପାଇଁ ଆପଣଙ୍କୁ ହିଁ କାହିଁକି ବାଛିଲେ ବୋଲି ଆପଣଙ୍କୁ ଲାଗୁଛି? ଏମିତି ସିଙ୍ଗର ଆକ୍ଚୁଆଲି ଚୁଜ୍ କରନ୍ତି ମ୍ୟୁଜିକ୍ ଡିରେକ୍ଟର ମାନେ, ତ ତାଙ୍କୁ ଲାଗେ ତାଙ୍କ କମ୍ପୋଜିସନ୍ ହିସାବରେ କେଉଁ ସିଙ୍ଗରକୁ ନେଲେ ମାନେ ମାନେ ସେମାନେ ଯାହା ପାଇବା ପାଇଁ ଚାହୁଁଛନ୍ତି ପାଇପାରିବେ ସେଇ ହିସାବରେ। ନା ସେମିତି ତ କିଛି ମାନେ ମୁଁ ତ ମାନେ ଜାଣିପାରେନି, କିନ୍ତୁ ମୁଁ ଏତିକି ଚେଷ୍ଟା କରେ ଯେହେତୁ ମ୍ୟୁଜିକ୍ ଡିରେକ୍ଟର ଯେଉଁ ଗୀତ କମ୍ପୋଜ କରିଛନ୍ତି ତାଙ୍କର ଇମୋସନ୍ ଆକ୍ଚୁଆଲି ଆମେ ତାଙ୍କର ଇମୋସନ୍କୁ ହିଁ କ୍ୟାରି କରୁ ଆମ ଭଏସ୍ ମାଧ୍ୟମରେ। ତ ମୁଁ ସବୁବେଳେ ଚେଷ୍ଟା କରେ କେମିତି ମ୍ୟୁଜିକ୍ ଡିରେକ୍ଟର ଯେତିକି ମୋଠୁ ଏକ୍ସପେକ୍ଟ କରୁଛନ୍ତି ମୁଁ ସେତିକି କରିପାରେ, ସେତିକି ମୁଁ ଚେଷ୍ଟା କରେ ଗୀତ ଗାଇବା। ଦେଖନ୍ତୁ ସେଥିରେ ମୋର କିଛି ସତ କହିବାକୁ ଗଲେ ମୋର କିଛି ହାତ ନାହିଁ। ଯେଉଁମାନେ ବି ଭଜନ ସହିତ ନିଜକୁ କନେକ୍ଟ କରିପାରୁଛନ୍ତି ମୋତେ ଲାଗେ ତାଙ୍କ ଉପରେ ମହାପ୍ରଭୁଙ୍କର ସେତିକି କୃପା ଅଛି, ସେଥିପାଇଁ ସେମାନେ ମହାପ୍ରଭୁଙ୍କ ଭଜନ ସହିତ ନିଜକୁ ଏତେ କନେକ୍ଟ କରିପାରୁଛନ୍ତି। ଜଗନ୍ନାଥ ସ୍ମରଣ କରିକି ମୁଣ୍ଡିଆ ମାରିକିରି ଟିକେ ଆଶୀର୍ବାଦ ନେଇକି ଗାଆନ୍ତି। ମୁଁ ସବୁ ଗୀତ ଗାଇବା ପୂର୍ବରୁ ଟିକେ ଭଗବାନଙ୍କୁ ସ୍ମରଣ କରିକି ଜଗନ୍ନାଥ ଆଶୀର୍ବାଦ ନିଅନ୍ତି, ପୁରା ବ୍ଲେସ୍ଡ କରିବେ କି ଭଲସେ ଗାଇଦିଏ। କଣ କହିବେ କଳା ଦିଅ? କଳା ଦିଅ ଗୋଟେ ବହୁତ ସୁନ୍ଦର କନସେପ୍ଟର ଗୀତ ଏବଂ ତାକୁ ବହୁତ ଭଲ ଭାବରେ ଭିଜୁଆଲାଇଜ୍ କରିବା ପାଇଁ ମଧ୍ୟ ସେମାନେ ଚେଷ୍ଟିତ ଅଛନ୍ତି। ବିଶେଷ କରି ଗୀତଟା ବହୁତ ସୁନ୍ଦର ହେଇଛି, ବହୁତ ସୁନ୍ଦର ଗୋଟେ ଇମୋସନାଲ୍ ଗୀତ। ଏବଂ ଯଦି ଗୀତଟି ସେତେ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚୁଛି ତାହେଲେ ଲୋକମାନଙ୍କୁ ନିଶ୍ଚୟ ଭାବରେ ଗୀତଟି ଭଲ ଲାଗେ।